ଏ ଦୁନିଆରେ ସବୁଠାରୁ ଗୋଟେ ବାସ୍ତବିକ ସତ୍ୟତା ଥାଏ ଯେ ଯିଏ ସମସ୍ତଙ୍କ ପାଇଁ ଭାବୁଥିବ ସିଏ ଶେଷରେ ଏକେଲା ହିଁ ମିଳିବ। କାହିଁକି? କାରଣ କେହି ବୁଝିବେନି ତା ମନରେ କଣ ଅଛି। ସେ ମନେକର ଭାବୁଥିବ ନାଇଁ ତାର ଆଜି ଦେହ ଖରାପ କି ତାର ଆଜି ଏଇ ସମୟ ଚାଲିଛି ତାକୁ କଣ ଦରକାର ମୁଁ ଏଇଟା ଦେବି। କି ମନେକର ତା ମନଟା ଆଜି ଖରାପ ଅଛି ତାକୁ ଏଇଭଳିଆ କଥା କହିବିନି। କି ଆଗକୁ ତାର କୌଣସି ଗୋଟେ ଇଣ୍ଟରଭ୍ୟୁ ଅଛି କି ପରୀକ୍ଷା ରହିଲା କି କିଛି ଗୋଟେ ଅଛି ତାକୁ ମୁଁ ସେଇ ବିଷୟରେ କହିକି ତା ସହିତ ଟିକେ ଭଲରେ ହିଁ କଥା ହେବି କାରଣ ତାକୁ ବି ମାନେ ତାର ମାନସିକ ପରିସ୍ଥିତି ଭଲ ଥିବା ଦରକାର। ନା, ହେଇପାରିବ ନାହିଁ। ଆପଣ ଯେତେ ଚାହିଁବେ ଯେ ନା ସିଏ ଟିକେ ଭଲରେ ରହୁ ବୋଲି ଆପଣ ଚିନ୍ତା କରିବେ, ସିଏ କୌଣସି ନା କୌଣସି କଥା କହିକି ଆପଣଙ୍କ ମନ ଖରାପ କରିଦବ। ସିଏ କୌଣସି ନା କୌଣସି ନିଜର ବ୍ୟବହାରରେ ଏମିତି କିଛି କାମ କରିଦବ ଯୋଉଟାକି ଆପଣଙ୍କୁ ଖରାପ ଲାଗିବ। କିଛିଟା ଲୋକ ଥାଆନ୍ତି, ମନେକର ଆପଣ କୌଣସି ଡିସିସନ୍ ନେଲେ ଆପଣ ତାକୁ ଯେତେ ବୁଝାନ୍ତୁ, ଯେତେ ବୁଝେଇକି କୁହନ୍ତୁ ଯେ ଆପଣ ଆପଣଙ୍କ ପାଇଁ ତା ସହିତ ନିଜ ଲୋକମାନଙ୍କ ପାଇଁ ସେ ଡିସିସନ୍ ଟା ନେଇଛନ୍ତି ସେ ବୁଝିବନି। ତା ପାଇଁ ବି ନେଇଥାଉ ନା କାହିଁକି, ସେ ତାକୁ କ୍ଲୋଜର ମିଳିବନି, ସେ ସାଙ୍ଗେ ସାଙ୍ଗେ କହିଦବ ତୁ ଭୁଲ, ତୋ ଡିସିସନ୍ ଭୁଲ, ତୋର ଇଣ୍ଟେନସନ୍ କଣ ଥିଲା ମୁଁ ଜାଣିଛି, ଏକ୍ସେଟ୍ରା ତା ଏଫର୍ଟସ୍ ଗଣେଇଦବ। ସିଏ ଆପଣଙ୍କ ମନ କଥା ବୁଝିବନି ଯେ ଆପଣ କାଇଁ ଡିସିସନ୍ ନେଇଛନ୍ତି ତା ପାଇଁ ନିଅନ୍ତୁ କି ତମ ପାଇଁ ନିଅନ୍ତୁ। ଆଉ କିଛିଟା ଲୋକ ଥିବେ 10ଟା ଲୋକଙ୍କର କଥା ଶୁଣିବେ, ସେ କଥା ସେୟାର କରିବା ଦୂରର କଥା। ଆସିକି ସେଇ ଜିନିଷରେ କଣ ମନମଟାବ ହେଇଥିବ, ଆପଣଙ୍କ ସହିତ ଯୋଉ 5 ମିନିଟ୍ ଭଲରେ କାଟିବା କଥା, ସେ ଆପଣଙ୍କ ସହିତ ଆସିକି ସେଇ ଫ୍ରଷ୍ଟ୍ରେସନରେ କାଟିଦେବେ। ତାପରେ କିନ୍ତୁ ସେ ଲୋକଟା ସହିତ ସିଏ ତାଙ୍କର ପରେ କଥା ହଉଥିବେ, ଆପଣ ଜାଣି ବି ନଥିବେ ତାଙ୍କର କଣ ହେଇଛି। କିନ୍ତୁ ଆପଣ ସେଇ ଜିନିଷଟା ଶୁଣିବେ। ତାପରେ କିନ୍ତୁ ସେ ଗୋଟେ ଦିନ ପରେ ସେ ବିଷୟରେ ଆଉ କିଛି ଉଠେଇବେନି, କି ଆପଣଙ୍କ କଥା ବି କିଛି ଉଠେଇବେନି। ସାଙ୍ଗେ ସାଙ୍ଗେ କହିବେ ତୁ କାଇଁ ନର୍ମାଲ ହଉନୁ। ଆରେ ଭାଇ ତମେ ନର୍ମାଲ କରେଇଛ? ତମେ ଯେତେବେଳେ କଥାଟା ଫ୍ରଷ୍ଟ୍ରେସନ କାଢୁଛ ସେତିକି ବୁଝେଇଛ ତାପରେ ଆସିକି? ଯେ ମୁଁ କୋଉ ମୋମେଣ୍ଟରେ, କୋଉ ରାଗରେ, କୋଉ ପରିସ୍ଥିତିରେ ସେ ସବୁ କହିଛି? ନା। କାହିଁକି? କାରଣ ମାନେ ସିଏ ସାମ୍ନା ବାଲାଟା ସେ ପରିସ୍ଥିତି ବୁଝିବ। କାହିଁକି? ସାମ୍ନା ବାଲା କଣ ଠେକା ନେଇଛି? ସବୁ ପରିସ୍ଥିତିକୁ ବୁଝିବ ବୋଲି, ସମସ୍ତଙ୍କ ପରିସ୍ଥିତିକୁ ବୁଝିବ ବୋଲି। ତ ସାମ୍ନା ବାଲାର ପରିସ୍ଥିତି ବୁଝିଛ କେବେ? ସାମ୍ନା ବାଲା କୋଉ ଡିସିସନ କେତେବେଳେ ନିଏ? ସାମ୍ନା ବାଲା କାହାକୁ କେମିତି କେତେବେଳେ କୁହେ? ସାମ୍ନା ବାଲା ଯଦି କେତେବେଳେ କଣ କହିଦିଏ, ତମେ କେତେବେଳେ କ୍ଲୋଜର ମାଗିଛ କି? ତ ସେଇଥିପାଇଁ କହିଲି ଦୁନିଆଟା ଗୋଲ। ତମେ ଯେତେ ଭାବିବ ଯେ ନାଇଁ ଇଏ ମୋର, ଆକୁ ଏମିତି କହିଲେ ଖରାପ ଲାଗିବ, ତାକୁ ସେମିତି କହିଲେ ଖରାପ ଲାଗିବ। ସିଏ ତାଙ୍କର କଥାରେ ହଉ, ତାଙ୍କ ବ୍ୟବହାରରେ ହଉ, ତାଙ୍କର ତମ ପ୍ରତି ଚାଳିଚଳନରେ ହଉ, ଏମିତି କିଛି କରେଇଦେବେ ତମେ ବାର ବାର ଖାଲି କଷ୍ଟ ପାଇବ, ଦୁଃଖ ପାଇବ। ତ ଯୋଉ କହନ୍ତିନି କି ଯେ ସମସ୍ତଙ୍କ ପାଇଁ ଥାଏ ସେ ଲାଷ୍ଟକୁ ଏକଲା ଥାଏ। ତ ଆପଣଙ୍କ ମନରେ ଆପଣ ଏକଲା ହେଇକି ରହିଯିବେ। ଆପଣ ନା ମନ କଥା କାହା ଆଗରେ କହିପାରୁଥିବେ, ନା ସହିପାରୁଥିବେ। କିନ୍ତୁ ଦୁଃଖରେ ଥିଲେ ବି ଲୋକ ପଚାରିଦେବେ, "ତୁ କଣ ଭଲ କଥା ଶିଖିନୁ? ତୁ କଣ ଭଲ କଥା ହେଇପାରୁନୁ?" ଏମିତି କଥା। ତ ଆପଣ ଯଦି ରିଲେଟ୍ କରିପାରୁଛନ୍ତି ଏ କଥା ନିଶ୍ଚିନ୍ତ କମେଣ୍ଟ ଜରିଆରେ ଜଣେଇବେ ଆପଣଙ୍କର ମତାମତ। ରହୁଛି। ଜୟ ଜଗନ୍ନାଥ।